ମା ଉତ୍ତରେଶ୍ୱରୀ ଇବ୍ରି ସିଂର ବିଖ୍ୟାତ ଚର୍ଚ୍ଚିତ ଠାକୁରାଣୀ। ଦୂର ଦୂରାନ୍ତରରୁ ଏଠିକି ବହୁତ ଲୋକ ଆସନ୍ତି। ମାଙ୍କ ମନ୍ଦିର ପ୍ରାଙ୍ଗଣରେ ଆମିଷ ଭୋଗ ତିଆରି ହୁଏ ଏବଂ ମାଙ୍କ ମହିମା ବହୁତ ଅଛି। ମାଙ୍କ ମହିମା ଆପଣମାନେ ନିଜେ ନ ଆସିଲେ କେହି ଜାଣିପାରିବେ ନାହିଁ। ଏଠି ମାଙ୍କର ପ୍ରସାଦ ଅରୁଆ ଭାତ ଏବଂ ଆମିଷ ଘାଣ୍ଟ, ମାଛ ଫ୍ରାଏ, କିନ୍ତୁ ତା ସହିତ ତାଙ୍କର ବଡ଼ ଭୋଗ ହେଉଛି ବ୍ରାଣ୍ଡି ଭୋଗ। ଇଏ ହେଉଛନ୍ତି ନନା, ମନ୍ଦିରର ନନା। ନନା କିଛି କହିବେ ମନ୍ଦିର ବିଷୟରେ? ହଁ, କ'ଣ ମାଆଙ୍କୁ ସବୁ ପୂଜାପୂଜି ଚାଲିଛି। ସବୁ ଝଡ଼ା ଫଙ୍କା ମାଆଙ୍କୁ ସବୁ ଜଳଫର ହେଲେ, କଉଳା ରୋଗ ହେଲେ ଆସି ଭଲ ହେଇ ଯାଆନ୍ତି ଆଉ। ଆପଣ ଆସିଲେ ଏଠି ନନାଙ୍କୁ ନିହାତି ସାକ୍ଷାତ କରିବେ। ଏଠି ରୋଷେଇର ସବୁ ବନ୍ଦୋବସ୍ତ ଅଛି। ଆପଣ କେବଳ ଏଠି ସବୁ ପ୍ରକାର ଜିନିଷ ମିଳିଯିବ। ଆପଣ ଯାହା ଚାହିଁବେ ଏ ଜାଗାରେ ଆପଣ ପାଇବେ। ଖାଇବା ପାଇଁ ଉପଯୁକ୍ତ ସ୍ଥାନ, ରୋଷଶାଳା, ନନା, ଜାଳ, ହାଣ୍ଡି ସବୁ ଏଠି ମିଳିଯିବ। এই ଭକ୍ତମାନଙ୍କୁ ଦେଖନ୍ତୁ, ଭକ୍ତମାନେ ବି ଏଠି ଅଛନ୍ତି ମାଙ୍କ ମନ୍ଦିରରେ। ଦାନ ବାକ୍ସ ଏଠି ଅଛି, ଦାନ ବାକ୍ସ ଅଛି। ଇଏ ହେଉଛି ଇଏ ମୋର ଜଣେ ସାଙ୍ଗ, ପୁରୁଣା ଆମ ସ୍କୁଲ ସାଙ୍ଗ। ହାଇଟି ହାତ ହଲେଇ ଦେ। ଇଏ ହେଉଛି ରୋଷଶାଳ, ଦେଖି ନିଅନ୍ତୁ। ରୋଷଶାଳ ଦେଖି ନିଅନ୍ତୁ। ଚୁଲାରେ ଆରାମସେ ରୋଷେଇ ହେଉଛି। ମାଙ୍କର ମାଛ ଏଠି ଜିଅନ୍ତା ମାଛ ମାଙ୍କ ପାଖରେ ଗଢ଼ାଯାଏ ଏବଂ ରୋଷେଇ ମଧ୍ୟ କରାଯାଏ। ମାଙ୍କ ମନ୍ଦିର ପ୍ରାଙ୍ଗଣକୁ ଆସିଲେ ଗୋଟେ ଅହେତୁକ ଆନନ୍ଦ, ଅହେତୁକ ଶାନ୍ତି ମିଳେ। ଏବଂ ଏଇ ବାହାରେ ରହିଛି ପୂଜା ଦୋକାନ, ପୂଜା ସାମଗ୍ରୀ। ଆପଣ ଏଠିକି ଆସିଲେ ଜାଣିପାରିବେ ପ୍ରଭୁଙ୍କ ମହିମା, ପ୍ରଭୁଙ୍କ କ'ଣ ନେଇଛୁ ହାଇ କରିଦେ। ଆଉ ଇଏ ହେଉଛନ୍ତି ଆମ ଦୁଃଖା ଭାଇ। ମନ୍ଦିର ପ୍ରାଙ୍ଗଣରେ ତାଙ୍କର ଦୋକାନ ବି ଅଛି। ଇଏ ଆପଣଙ୍କୁ ଆସିଲେ ବହୁତ ପ୍ରକାର ସାହାଯ୍ୟ ଏଠି ମିଳିଯିବ ଆପଣଙ୍କୁ। ଦୁଃଖା ଭାଇ କ'ଣ କହିବେ ମନ୍ଦିର ବାବଦରେ କିଛି କହିଲେ? ମନ୍ଦିର ବହୁତ ଭଲ। ପିଲାମାନଙ୍କ ପାଇଁ ଝଡ଼ାଝଡ଼ି କଲେ ଆରାମସେ ଭଲ ହେଇଯାଉଛି। ଚୁଡ଼ା, ଭାତ, ବର, ମାଛ ଖୋଳା ହବ। ମାଙ୍କର ଗାଣ୍ଡି। ଏଠି ଆପଣ ଆସିଲେ ଦୁଃଖା ଭାଇ ମଧ୍ୟ ବହୁ ପ୍ରକାର ସାହାଯ୍ୟ ଦୁଃଖା ଭାଇଙ୍କଠୁ ଆପଣଙ୍କୁ ମିଳିଯିବ। ରହୁଛି ବନ୍ଧୁମାନେ, ନମସ୍କାର, ଜୟ ମା ଉତ୍ତରେଶ୍ୱରୀ।